କେଉଁ ଜିନିଷକୁ ମଣିଷ ପଛରେ ଛାଡ଼ି ଆଗକୁ ଯାଏ? କେଉଁ ଜିନିଷ ପଛରେ ଛାଡ଼ିକି ଆଗରେ ଯାଏ? ପଛରେ ଛାଡ଼ିକି ଆଗକୁ ଚାଲେ। ରାସ୍ତା, ଉହୁଁ, ଅତୀତ। ଉହୁଁ। ଅତୀତ ନୁହଁ? ସେ ଅତୀତକୁ ଛାଡ଼େ ବୋଲି ତ ପ୍ରମାଣ ଆଉ କ'ଣ? ହଉ ଗୋଟେ ପ୍ରକାର ଅତୀତ ଆଉ କ'ଣ? ଆଉ କ'ଣ? କ'ଣ ଆଉ ଛାଡ଼ିବ? ଅତୀତ ତ ରାସ୍ତାରେ ଗଲାବେଳେ ଯେଉଁ ପାଦ ଚିହ୍ନ, ତାକୁ ଛାଡ଼ିକି ଆଗକୁ ବଢ଼ିଯାଏ। ସେ କିଏ ଯିଏ ଯେଉଁ ପିଲା ହାତରେ ଧରା ଦେଇ ଅଧିକ ଚାଲେ ସେ ପିଲା ଭଲ ପାଠ ପଢ଼େ? ସେ କିଏ ଯିଏ ଯେଉଁ ପିଲା ହାତ ଧରି ଅଧିକ ଚାଲେ ସେ ପିଲା ଅଧିକ ପାଠ ପଢ଼େ? ମାନେ ବୁଝିପାରିଲ ପ୍ରଶ୍ନ? ସେ କିଏ ଯିଏ ମାନେ ସେଇ ଯେଉଁ କୋଶ୍ଚିନ୍ ପଚାରୁଛି ଯାହା ବିଷୟରେ ତୁମେ ମୋତେ କହିବ, ସିଏ ଯେଉଁ ପିଲା ହାତ ଧରି ଅଧିକ ବାଟ ଚାଲେ ସେ ପିଲା ଅଧିକ ପାଠ ପଢ଼େ। ଟିଚର। ମଶା? ଉଡ଼ିଗଲା। ମଶା କୁଆଡ଼େ କୁଆଡ଼େ କାମୁଡ଼ୁଛନ୍ତି। କାଗଜ, ପେନ୍ 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 କଲମ। କଲମ। ଯେଉଁ ପିଲା ହାତ ଧରି ଅଧିକ ଚାଲେ ସେ ପିଲା ଟିଚର ଭାବି ଦେଇଥିଲି, ମା ଭାବି ଦେଇଥିଲି। କଲମ ମାନେ ଏମିତି କେଉଁ ଜିନିଷ ଯାହା ସମସ୍ତଙ୍କ ପାଖରେ ଅଛି କିନ୍ତୁ କେହି ଦେଖିପାରନ୍ତି ନାହିଁ? ଏମିତି କେଉଁ ଜିନିଷ ଯାହା ସମସ୍ତଙ୍କ ପାଖରେ ଅଛି ଆମେ କିନ୍ତୁ ଭିଡ଼ିଓ କରିସାରିଲା ଆରମ୍ଭ କଲା ବେଳକୁ କିଟିଚର କରିଥିଲା ସେଠି। ଏମିତି କେଉଁ ଜିନିଷ ଯାହା ସମସ୍ତଙ୍କ ପାଖରେ ଅଛି କିନ୍ତୁ କେହି କେବେ ଦେଖିପାରନ୍ତି ନାହିଁ? କେହି କେବେ ଦେଖିପାରନ୍ତି ନାହିଁ? ନିଜ ବିବେକ। ହଁ, ମନ। ହଉ ଠିକ୍ ଉତ୍ତର। ହାଁ, ନିଜର ମନ। ଠିକ୍ ଟି? ମୁଁ ଗୋଟିଏ ଜିନିଷ ଯାହାକୁ କେହି କେବେ ଧରିପାରିବେ ନାହିଁ କିନ୍ତୁ ମୁଁ ସବୁ ଭାଙ୍ଗି ରୁଜି ଚୂନ କରିଦେବି। ସେ କିଏ? ଭାଙ୍ଗି ରୁଜି ଚୁରମାର କରିଦେବି? ମୁଁ ଏମିତି ଗୋଟେ ଜିନିଷ ଯାହାକୁ କେହି କେବେ ଧରିପାରିବେ ନାହିଁ। ଭାଙ୍ଗି ରୁଜି ଚୁରମାର କରିଦେବି? ଘଡ଼ଘଡ଼ି? ପବନ? ପବନ ଚୁନା କରିଦେବ? ପବନ ଆଉ ଉଡ଼େଇ ଦେଉନି ସବୁ ଘର ଫର ଦ୍ୱାର ଫର ଯେତେବେଳେ ତା ଉକାତକୁ ପଳେଇ ଆସୁଛି। ପୋଷାକ? ଏମିତି କେଉଁ ଜିନିଷ ଯାହାକୁ ଆପଣ ଧରିପାରିବେ ନାହିଁ କି ଗଣିପାରିବେ ନାହିଁ? ଧରିପାରିବେ ନାହିଁ କି ଗଣିପାରିବେ ନାହିଁ? ଟଙ୍କା ତ ଗଣି ହେଇଯିବ। ଟଙ୍କା ତ ଗଣି ହେଇଯିବ ଯେତେ ଟଙ୍କା ହେଲେ ବି। ତାକୁ ଛୁଇଁ ପାରିବେନି କି ଗଣି ପାରିବେ ନାହିଁ? ତାରା ତାରା। ଠିକ୍ ଉତ୍ତର। କେମିତି ଜାଣିଲ? ତାରାକୁ ସବୁବେଳେ ମୁଁ ଗଣିବାକୁ ଚେଷ୍ଟା କରେ କିନ୍ତୁ ଗଣି ପାରେନି, ବାଉଳା ହେଇଯାଏ। ସେ କିଏ ଯିଏ ଗାଡ଼ି ଆଗରେ ଥାଏ? ଗାଡ଼ି ଆଗରେ ଥାଏ? ଗାଡ଼ି ଆଗରେ ଥାଏ କିନ୍ତୁ ତେଲ ପିଏ ନାହିଁ? ଗାଡ଼ି ଆଗରେ ଥାଏ କିନ୍ତୁ ତେଲ ପିଏନି? ଗାଡ଼ି ଆଗରେ ଡ୍ରାଇଭର? ଟ୍ରାଫିକ ପୋଲିସ? ଗାଡ଼ି ଗାଡ଼ି ଆଗରେ କ'ଣ? ଚକ? କ'ଣ କହନ୍ତି? ଷ୍ଟେରିଂ? ସେଇଟା ନା। ଆଉ କ'ଣ? ଲାଇଟ୍? ଓହୋ। କାହାର ମୁହଁ ନାହିଁ କିନ୍ତୁ ସେ ସବୁବେଳେ ହସେ? ଶେଷ ପ୍ରଶ୍ନ। କାହାର ମୁହଁ ନାହିଁ? ନା, ତାର ମୁହଁ ନାହିଁ କିନ୍ତୁ ସେ ସବୁବେଳେ ହସେ। ହସେ? ତାକୁ ଦେଖିଦେଲେ ତମ ମନ ଭରି ହେଇଯିବ ଖୁସିରେ।
ଗୋଲାପ ଫୁଲ। ଖାଲି କ'ଣ ଗୋଲାପ ଫୁଲ, ସବୁ ଫୁଲ। ତାଙ୍କ ମୁହଁ ନେଇ କିନ୍ତୁ ସେମାନେ ହସନ୍ତି। ଏମିତି କେଉଁ ଜିନିଷ ଯାହା କେବେ ଚୋରି ହୁଏନି? ଏମିତି କେଉଁ ଜିନିଷ ଯାହା କେବେ ବି ଚୋରି ହୁଏ ନାହିଁ? ସୁନା ଗହଣା ଚୋରି ତ ହେଇଯିବ। ଆଗ ଚୋରି ହେବ। ଚୋରି ହେଇଯିବ। ଆଗ ଚୋରି ହେବ। ନିଜ ସ୍ୱପ୍ନ, ଜ୍ଞାନ। ଜ୍ଞାନ ହିଁ ଠିକ୍ କଥା। ସ୍ୱପ୍ନ ବି ଲୋକ ଚୋରି କରି ନେଉଛନ୍ତି। ସେ କିଏ ଯାହାର ଅନେକ ଦାନ୍ତ ଅଛି କିନ୍ତୁ ସେ କାଠ ବିନା ଆଉ କିଛି ଖାଏନା? ଅନେକ ଦାନ୍ତ ଅଛି ହୁଁ। କାଠ ବିନା ଆଉ କିଛି ଖାଏନି। ସେ କେବଳ କାଠ ଖାଏ। କାଠ ଖାଇକି ବଞ୍ଚେ। ଉଇ ଉଇ ଆଁ ଉଇ ଉଇ? ଉଇ ଉଇରେ କେତେ ଦାନ୍ତ ଅଛି? କିନ୍ତୁ ଉଇ କାମୁଡ଼ିଲେ ଭାରି କାଟେ ଜାଣିଛୁ ନା? ମୁଁ ଉଇ କାମୁଡ଼ା ଖାଇନି କେବେ। ମୁଁ ଖାଇଛି। କାହିଁକିନା ଆମର ପାନ ଗଛ ଅଛି, ଉଇ ଲାଗି ଯାଇଥାଏ। ଯେ ଜାଳ ଗୁଡ଼ା ସଜାଡ଼ିଲା ବେଳକୁ ଉଇ ଗୁଡ଼ା ଯେତେବେଳେ ଚଢ଼ିଯାଏ କାମୁଡ଼ି ଦିଅନ୍ତି। କାଠ ଓହୋ। ଖାଲି ଖାଏ ଉଇ। ଉଇ ହବନି ନା? ନା। ଚୁଲି 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 ବି କାଠ ଘଷି ସେ ସବୁ ଖାଇବ, ଯାହା ଦେଲେ ତାହା ଖାଇବ। ଏଇ ପଲିଥିନ ଯାହା ପକେଇଦେଲେ ଖାଇଦବ। କରତ। ଆଁ ଠିକ୍ ଉତ୍ତର। ତାର ଅନେକ ଦାନ୍ତ ଅଛି, ସେ କାଠ ବିନା ଆଉ କିଛି ଖାଇବନି। ଖାବ ନା। କେଉଁ ଶବ୍ଦ ସବୁବେଳେ ଭୁଲ ବୋଲି ପଢ଼ାଯାଏ? ସେ ଶବ୍ଦ ପଢ଼ାଯିବ ମାନେ କହିବ ଯେ ଏ ଶବ୍ଦ ଭୁଲ ପଢ଼ାଯାଏ, ତାକୁ ଠିକ୍ ବୋଲି କେବେ ପଢ଼ାଯାଏ ନା। ଭୁଲ ପଢ଼ାଯିବ। ହୁଁ। ରଙ୍ଗ। ଠିକ୍ ଉତ୍ତର। କେଉଁ ଜିନିଷ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟ ପାଖରେ ପହଞ୍ଚାଏ କିନ୍ତୁ ନିଜେ ଯେଉଁଠି ସେଇଠି ଥାଏ? ସ୍ୱପ୍ନ। ଆମ ସ୍ୱପ୍ନ ନୁହଁ। ହଁ, ସ୍ୱପ୍ନ କାହିଁକି ହେବନି? ସ୍ୱପ୍ନ ବି ଲକ୍ଷ୍ୟସ୍ଥଳରେ ପହଞ୍ଚାଏ ଯେ ସେ କିନ୍ତୁ ହେଇଗଲା ଟ୍ରାଡ଼ିସନାଲ୍। ମୁଁ କହୁଛି ଆମର କେଉଁ ବସ୍ତୁ କଥା। ସେ କିଏ ଯିଏ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଏ କିନ୍ତୁ ନିଜେ ଯେଉଁଠି ସେଇଠି ଥାଏ? ବାଟ। ହଁ, ରାସ୍ତା। ଯଦି ଗୋଟିଏ ନାଲି ପଥରକୁ ନୀଳ ପାଣିରେ ପକାଯାଏ ତାହେଲେ କ'ଣ ହେବ? ନାଲି ପଥରକୁ ନୀଳ ପାଣି ପକେଇଲେ ନୀଳ ହେଇଯିବ। ନାଇଁ ରେଡ୍ ଆଉ ଗ୍ରୀନ୍ ମିଶିଲେ କ'ଣ ହେବ? ଗୋଟେ ଅଲଗା କ'ଣ କଲର୍ ହେଇଯିବ? କଲର୍ ତ ପରେ ହେବ। ପଥର ତ ପଥର ହେଇକି ରହିବ। ଛାଡ଼ିଯିବ କଲର୍ ଛାଡ଼ିଯିବ। କଲର୍ କାହିଁ ଛାଡ଼ିବ? ସେ ବୁଡ଼ିଯିବ। ତମେ କ'ଣ ସେ କଥା କହିଲ? ମୁଁ କହିଲି କ'ଣ ହେବ? ପଥରଟା ନୀଳ ପାଣିରେ ପଇଲେ, ନାଲି ପଥର ପଇଲେ କ'ଣ ହେବ? ବୁଡ଼ିଯିବ। ଏମିତି କେଉଁ ଜିନିଷ ଯାହା ମଣିଷକୁ ଗୋଟିଏ ଜାଗାରେ ବସେଇ ସାରା ଦୁନିଆ ଦେଖାଏ? ଏମିତି ଗୋଟେ ଜାଗାରେ ବସେଇକି ସାରା ଦୁନିଆ ସାରା ଦୁନିଆ ଦେଖେଇ ଦେବ। କ'ଣ ଏମିତି କେଉଁ ଜିନିଷ? ହଁ। ଗୁଗଲ ମ୍ୟାପ୍? ନାହିଁ। ମୋବାଇଲ? ହଁ, ମୋବାଇଲ ହେବ, ଟିଭି ହେବ, ମୋବାଇଲ ହେବ। ଗୋଟିଏ ଜାଗାରେ ବସି ସାରା ଦୁନିଆ ଦେଖେଇ ଦେବ। ବର୍ତ୍ତମାନ ଆଉ ଟିଭିର ଚାହିଦା କମ୍, ମୋବାଇଲର ଚାହିଦା ଅଧିକ। ଆଉ ଆଗରୁ ଟିଭି ଥିଲା। ସେ କିଏ ଯିଏ ପଛରେ ଥାଏ କିନ୍ତୁ ଧରା ଦିଏ ନାହିଁ? ପଛରେ ଥାଏ ତମ ପଛରେ ସବୁବେଳେ ଥାଏ କିନ୍ତୁ ଧରା ଦିଏ ନାହିଁ। ସେ କେବେ ଆଗକୁ ଆସେନି, କେବଳ ପଛରେ ହିଁ ରହିବ। ବାଟ। ଛୁଟି ଆଗକୁ ଆସିବନି? ହଁ, ଆସିବ। ଆଉ କିଏ? ଚିନ୍ତା କର। କିଏ ପଛରେ କିଏ ଥାଏ? ଅତୀତ। ସେ କିଏ ଯିଏ ସବୁବେଳେ ଠିଆ ହୋଇ ରହେ କିନ୍ତୁ କେବେ ଥକେନି? ଛିଡ଼ା ହେଇକି ରହେ। ସବୁବେଳେ ଛିଡ଼ା ହେଇକି ରହେ, କେବେ ଥକେନି, କିନ୍ତୁ ତାର ଜୀବନ ଅଛି, ନିର୍ଜୀବ ନୁହଁ। ମୁଁ ଏଇନେ କହିବି, ତମେ କହିଦେବ ପାଚିରି, ଖୁଣ୍ଟ, ଅମୁକ ସମୁକ। ଜୀବନ ଅଛି। ହଁ, ସେଥିପାଇଁ କହିଲି କିନ୍ତୁ ତାର ଜୀବନ ଅଛି। କୁହ।
କେବଳ ଛିଡ଼ା ହେଇକି ରହେ। ସେ କେବେ ଥକେନି। ପାଚିରି ତ ନୁହଁ କଦାପି, କାହିଁକିନା ଜୀବନ ପାଚିରିର ଜୀବନ ଅଛି, ତାକୁ ନିର୍ଜୀବ। ତମେ କହିଥାନ୍ତ ଖୁଣ୍ଟ, ଘର, ଛିଡ଼ା ହେଇକି ରହେ। ପିଲର, ଏରା ସବୁ କହିଥାନ୍ତ। ସେ ସବୁବେଳେ ଛିଡ଼ା ହେଇକି ରହେ, କିନ୍ତୁ ତାର ଜୀବନ ଅଛି, ଥକେନି। ମଣିଷ ହଁ, ମଣିଷ ଶୋଇବ 5 ମିନିଟ୍ ଠିଆ ହେଲେ 10 ଘଣ୍ଟା ଶୋଇପଡ଼ିବ। ଛିଡ଼ା କ'ଣ? ଗଛ ହୁଁ ଆଁ ହୁଁ ଗଛ ହୁଁ। କେଉଁ ଗୋଲାପ କେବେ ଶୁଖେ ନାହିଁ? କେଉଁ ଗୋଲାପ? ହୁଁ। ନାଲି ଗୋଲାପ। ନାଲି ଗୋଲାପ ଶୁଖେନି? ଆଉ ଗୋଲାପ ମାନେ ହିଁ ଶୁଖିବ। ସେଇ ଗୋଲାପ କିନ୍ତୁ ଶୁଖେନି। ରକ୍ତ ଗୋଲାପ। ଛେନା। ଏଇ ଆନ୍ସର ଯଦି ନ ଦେଇପାରିବ, ଜାଣିବି ଯେ ମାନେ ତମେ ବୋଗସର ଶେଷ ସୀମା। ଆଉ କେଉଁ ଗୋଲାପ ଶୁଖିପାରେନି? ରକ୍ତ ଗୋଲାପ ତ ନୁହଁ। କେଉଁ ଗୋଲାପ କେବେ ଶୁଖେ ନାହିଁ? ଯେମିତି କେଉଁ ସେମିତି ଥାଏ। ଗୋଲାପ? ମୁଁ କହିପାରିବିନି। ଆଉ ସେ ଚିନ୍ତା କର। କେଉଁ ଗୋଲାପ ଶୁଖେ ନାହିଁ, ଯେମିତି ସେମିତି ଥାଏ। ନାଁ ଗୋଲାପ। ନାଁ ଗୋଲାପ ଗୋଟେ ଭାବିଚିନ୍ତି କହିଲେ ଆଉ। କାହିଁକି ଆରେ ନା ପ୍ଲାଷ୍ଟିକ ଗୋଲାପ। ନାଇଁ, ଗୋଲାପ ମଣିଷ ନାଁ ବି ଗୋଲାପ ଦିଆ ହଉଛି ନା ନାହିଁ? ସିଏ ବି ଶୁଖିଯାଏ, ସେ କୋଉଠୁ ଲାଷ୍ଟକୁ ବୁଢ଼ୀ ଶୁଖିଯିବ? ହେଇଯାଏ ଶୁଖି ଶୁଖି। ଏମିତି କେଉଁ ଶବ୍ଦ ଯାହାକୁ କହିଲେ ସେ ନିଜେ ଭାଙ୍ଗିଯାଏ? ଏମିତି କେଉଁ ଶବ୍ଦ କୁହ ଯାହାକୁ କହିଲେ ସେ ନିଜେ ଭାଙ୍ଗିଯାଏ? ଏମିତି ଏକ ଶବ୍ଦ। କହିଲେ ସେ ନିଜେ ଭାଙ୍ଗି ପଡ଼ିବ। ସେ ନିଜେ ଭାଙ୍ଗିଯାଏ। ସେ ଶବ୍ଦଟା କୁହ। ଏମିତି କେଉଁ ଶବ୍ଦ? ବେଇମାନ। ଭାଙ୍ଗିଯିବ କିଏ? ଭାଙ୍ଗିବନି? କିଏ ଭାଙ୍ଗିବ? ତାକୁ କହିବ ମାନେ ସେ ନିଜେ ଭାଙ୍ଗିଯିବ। ସେ ଶବ୍ଦ ନିଜେ ଭାଙ୍ଗିଯିବ। ଲାଜକୁଳି ଲତା। ହୁଁ। ଆଉ କ'ଣ? ସେ ଶବ୍ଦ କହିବ ମାନେ। ଲିମ୍ବ। ମୁଁ ଉତ୍ତର ଦେବି? ନୀରବତା। ଓହୋ। ନୀରବତା କହିଦେଲା ମାନେ ନୀରବତା ଭାଙ୍ଗିଯାଏ। ଏଇଟା କହିପାରିନଥାନ୍ତି। ସେ ସାରା ଦୁନିଆ ବୁଲେ କିନ୍ତୁ ଗୋଟେ କୋଣ ଛାଡ଼େ ନାହିଁ। ଝାଡ଼ୁ। ନା। କ'ଣ ଛାଡ଼େନି? ଝାଡ଼ୁ। ଚପଲ। ନାଇଁ। ସାରା ଦୁନିଆ କିନ୍ତୁ ବୁଲେ। ସାରା ଦୁନିଆ ବୁଲେ? ହୁଁ। ଚପଲ ଝାଡ଼ୁ ବୁଲେ? ନାଇଁ। ଖଡ଼ିକା? ନାଇଁ। ଡାକ ଟିକେଟ। ଓହୋ। ଗୋଟେ କୋଣରେ ଥାଏ। କେଉଁ ରାସ୍ତାରେ ଗାଡ଼ି ଚାଲେ ନାହିଁ? କେଉଁ ରାସ୍ତାରେ? ହୁଁ। ମ୍ୟାପ ରାସ୍ତାରେ ଗାଡ଼ି ଚାଲେ ନାହିଁ। ବୁଦ୍ଧି ଆସିଗଲାଣି। ଆଉ ସବୁବେଳେ ମୋତେ ବୋଗସ ବୋଗସ କହିଲ ଆଉ। ସେ କିଏ ଯାହାର ହାତ ଅଛି କିନ୍ତୁ ଆଙ୍ଗୁଳି ନାହିଁ? ହାତ ଅଛି କିନ୍ତୁ ଆଙ୍ଗୁଳି ନାହିଁ। ଆଙ୍ଗୁଳି ନାହିଁ। ଏଇ ଯୋଉ ବିଲରେ ଯୋଉ କ'ଣ ଏମିତି ଗୋଟେ କ'ଣ ତାକୁ କହନ୍ତି? ସେଇ ନା। ହଁ, ସିଏ ହବ ଯେ ନର୍ମାଲ କଥା ହେଲା ସାର୍ଟ। ସାର୍ଟ? ହାତ ଥାଏ, ଆଙ୍ଗୁଳି ଅଛି କି? ଆଉ ସିଏ ବି ତ ସେଇ ବାଉଁଶ ଦେହରେ ଖାଲି ଏମିତି ଡ୍ରେସଟାକୁ ଓହଳେଇ ଦେଇଥାନ୍ତି ନା। ସେ ସାର୍ଟକୁ ଓହଳେଇଥାନ୍ତି ଆଉ। କେଉଁ ସହରରେ ଗୋଟିଏ ବି ମଣିଷ ରୁହନ୍ତି ନାହିଁ? କେଉଁ ସହରରେ? ହୁଁ। ସହରରେ ମଣିଷ ରହିବେନି ଆଉ କ'ଣ ପଶୁପକ୍ଷୀ ରହିବେ? ସେ ସହରରେ ମଣିଷ ରୁହନ୍ତି ନାହିଁ। ମଶାଣିରେ। ସହର ମଶାଣି ଗୋଟେ ସହର? ଆଉ କ'ଣ ଯାହା ମନକୁ ଆଇଲା ଗୋଟେ କହିଦେବାର ଅଛି। ତମେ ଯୋଉ କୋଶ୍ଚିନ୍ ପଚାରୁଛ ତାର ଉତ୍ତର କିଏ ଜାଣିଛି? ମାନଚିତ୍ରରେ ଥିବା ସହରରେ। ଓହୋ। ମାନଚିତ୍ରରେ। ସେ କିଏ ଯାହାର 2ଟା ଗୋଡ଼ ଅଛି କିନ୍ତୁ ସେ ଛିଡ଼ା ହେଇପାରିବ ନାହିଁ?
ଦିଟା ଗୋଡ଼ କିନ୍ତୁ ଛିଡ଼ା ହେଇପାରିବନି। ଦିଟା ଗୋଡ଼ ସେ କ'ଣ ମଣିଷ ନା ଜିନିଷ? ଜିନିଷ। ଜିନିଷ ଦିଟା ଗୋଡ଼ ସେଟା କ'ଣ ହେଇପାରିବ? ଦିଟା ଗୋଡ଼ ନା ଦିଟା ପା ଦିଟା ଗୋଡ଼ କିଏ ସେଟା କିଏ କେଉଁ କିଏ ପ୍ୟାଣ୍ଟ। ପ୍ୟାଣ୍ଟ କାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ। ମୁଣ୍ଡ ନାହିଁ ଟୋପି ପିନ୍ଧେ। ହଁ, ତା ମୁଣ୍ଡ ନାହିଁ କିନ୍ତୁ ସେ ସବୁ ଟୋପି ପିନ୍ଧେ। ମୁଣ୍ଡ ନାହିଁ, ମୁଣ୍ଡ ନଥିଲେ ଟୋପି କେମିତି ପିନ୍ଧିବ? ସେ ତ ପିନ୍ଧେ। ମାନେ ମଣିଷ ନା କ'ଣ? ଜିନିଷ। ହାଁ ଜିନିଷ। ମଣିଷ ମୁଣ୍ଡ ନଥିଲେ ମଣିଷ ଟୋପି ପିନ୍ଧିବା ଯିବ କୁଆଡ଼େ କି? ସେ ତ ଶେଷ। ତାଳ ତାଳ ନା। ଆଉ ଟୋପି କୋଉଥିରେ ପିନ୍ଧେ? କହିପାରିବନି? ବୋତଲ। ତା ମୁଣ୍ଡ ଅଛି, ସେ ଠିପି ପିନ୍ଧେ। ଏମିତି ତମର କେଉଁ ଜିନିଷ ଯାହା କେବେ ହଜିବନି? ହଜିବନି? ଆମର କେଉଁ ଜିନିଷ ହଜିବନି? ଦର୍ଶକମାନେ ଟିକେ କମେଣ୍ଟ ମାଧ୍ୟମରେ ଜଣେଇଲେ। ଆମର ଜ୍ଞାନ। ଆମ ଜ୍ଞାନ କେବେ ହଜିବନି, ବାକି ସବୁ ହଜିଯିବ ମୋତେ ଲାଗୁଛି। ଆଉ ଗୋଟେ ଜିନିଷ, ନାମ। ସେ କିଏ ଆସି ଘରକୁ ଆସେ କିନ୍ତୁ ଘର ଦୁଆର ମୁହଁରୁ ଭିତରକୁ ପଶେନି? ଘରକୁ ଆସେ କିନ୍ତୁ ଘରକୁ ମାନେ ପଶେନି? ଦୁଆର ମୁହଁରୁ ଭିତରକୁ ପଶେନି। କିଏ ସେ? ଚପଲ? ଏମିତି କେଉଁ ମିଠା ଯାହାକୁ ଆମେ ଖାଉ କିନ୍ତୁ ସେଥିରେ ଚିନି ନଥାଏ? ଚିନି ନଥାଏ? ଏମିତି କେଉଁ ମିଠା କିନ୍ତୁ ସେଥିରେ ଚିନି ନଥାଏ? କଥା ମିଠା। କେମିତି ଜାଣୁଛୁ ଏଗୁଡ଼ାକ? କେଉଁ ଜିନିଷ ଯାହା କିଣିଲା ବେଳେ ସବୁଜ, ଧୋଇଲା ବେଳେ ନାଲି? କିଣିଲା ବେଳେ ସବୁଜ, ଧୋଇଦେଲା ବେଳେ ନାଲି? ସେଇଟା ବୋଧେ କ'ଣ ହବ? ମେହେନ୍ଦି ହେଇପାରେ। ଜାଣିନି, ଭାବୁଛି। ମେହେନ୍ଦିଟି? ସେ କିଏ ଯେ ଗାଧେଇ ସାରିବା ପରେ ଛୋଟ ହେଇଯାଏ? ଗାଧେଇବା ପୂର୍ବରୁ ବଡ଼ ଥାଏ, ଗାଧେଇ ସାରିଲା ପରେ ଛୋଟ ହେଇଯାଏ। ଗାଧେଇବା ପୂର୍ବରୁ ବଡ଼ ଥାଏ, ଗାଧେଇ ସାରିଲେ ଛୋଟ? ଏଇଟା ନ କହିପାରିବି। ଗାଧେଇବା ପୂର୍ବରୁ ବଡ଼ ଥାଏ, ଗାଧେଇ ସାରିଲା ପରେ ଛୋଟ ହେଇଯାଏ। ସେ କିଏ? ଏଇଟା ହେବ ଟାଇଟେଲ। ଏଇଟା ଶେଷ ପ୍ରଶ୍ନ। ଗାଧେଇବା ପୂର୍ବରୁ ବଡ଼ ଥିବ, ଗାଧେଇ ସାରିଲା ପରେ ଛୋଟ ହେଇଯିବ। ଗାଧେଇବା ପୂର୍ବରୁ ଛୋଟ, ଗାଧେଇବା ପୂର୍ବରୁ ବଡ଼, ହିଣ୍ଟସ୍ ଦେବି? ହିଣ୍ଟସ୍ ଦେବି? ସାବୁନ ନୁହେଁ ତ? ସାବୁନ ନୁହେଁ ତ? ଠିକ ଉତ୍ତର, ସାବୁନ। ଖାଇଦେବି। ତାହା କ'ଣ? ସେ ଯଦି ଅଧିକ ବଢ଼ିବ ଲୋକଙ୍କୁ କମ୍ ଦେଖାଯିବ? ଅଧିକ ବଢ଼ିଲେ କମ୍ ଦେଖାଯିବ? ଚୁଟି, ନଖ? ନା ନା, ଇଏ ହେଇପାରିବନି। ଟଙ୍କା? ଲୋକ ଆଖିକି କମ୍ ଦେଖାଯିବ। ଟଙ୍କା ଟଙ୍କା? ଅଧିକ ବଢ଼ିଲେ ଲୋକ ଆଖିକି କମ୍ ଦେଖାଯିବ। ଅଧିକ ବଢ଼ିଲେ
ଟଙ୍କା ହିଁ ହବନି? ଟଙ୍କା ଯେତେ ବଢ଼ିଲେ ଲୋକଙ୍କୁ କମ୍ ଦେଖାଯାଏନି? ବୟସ ତ ବୟସ ବଢ଼ିଲେ କମ୍ ଦେଖାଯିବ? ଆଖି ଲୋକଙ୍କ ଆଖି କମ୍ ଦେଖାଯାଏନି ଧୀରେ ଧୀରେ ଆଖି। ଆଉ ଗୋଟେ ହେଉଛି ଅନ୍ଧାର। ଅନ୍ଧାର ଯେତେ ବଢ଼ିବ ଓହୋ, ଆଖି କି କମ୍ ଦେଖାଯାଏ। ଓହୋ। ଏମିତି କେଉଁ ଜିନିଷ ସେ କିଏ ଘରୁ ବାହାରେ କିନ୍ତୁ ଦୁଆର ମୁହଁରୁ ବାହାରକୁ ଯାଏନି? କ'ଣ ଆଜିକାଲି ଏଇଭଳିଆ କୋଶ୍ଚିନ୍? ସେ କିଏ? ଘରୁ ବାହାରେ ତମେ କୁଆଡ଼େ ବାହାରିଲେ ସେଇ ବାହାରିବ, ହୁଁ। କିନ୍ତୁ ଦୁଆର ମୁହଁରୁ ଆଉ ଆଗକୁ ଯିବନି। ସେ ଦୁଆର ମୁହଁଠି ତାର କାମ ଶେଷ। ଛି, କିଏ? ଏଇଟା ସିନା କହିଥିଲି, ଏଇଟା ତ ମାନେ ଘର ନୁହଁ? ନା ଫ୍ୟାନ୍? ନା। ସେ କିଏ ତମ ସହିତ ଘରୁ ବାହାରିବ କିନ୍ତୁ ଘର ଦୁଆର ମୁହଁ ଯାଏଁ ଯିବ, ତାପରେ ଆଉ ଆଗକୁ ଯିବନି। ଛାଇ? ନାଇଁ, ତାଲା। ଓହୋ।